ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଗୋଟେ ନୂଆ ଫ୍ରେଶ୍ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଜି ଯାଇଥିଲି ଭୁବନେଶ୍ୱରରେ ହେଉଛି ଗୋଟେ ବାଲିଯାତ୍ରା। କଟକରେ ଗୋଟେ ବାଲିଯାତ୍ରା ହେଉଛି, ଆଉ ଭୁବନେଶ୍ୱରରେ ଗୋଟେ ବାଲିଯାତ୍ରା ହେଉଛି। ଇଏ ହେଉଛି ଭୁବନେଶ୍ୱର ବାଲିଯାତ୍ରା, ଯାହାକି ମୁଁ ଆସିଛି ବୁଲିବା ପାଇଁ। ବହୁତ ମଜା ଲାଗୁଛି। ଆଉ ଗୋଟେ ଫାର୍ଷ୍ଟ ଟାଇମ୍ ମୁଁ ଦେଖିଲି, ବହୁତ ଦିନ ପରେ ଦେଖିଲି, ହେଉଛି ଆମର ମୌତ କା କୁଆଁ। ଯେଉଁ ଗୋଟେ କୂଅ ଭଳିଆ ହେଇଥିବ, ସେ କୂଅ ଭିତରେ ମାନେ ବାଇକ୍ ସବୁ ଚାଲିବ। ତାପରେ ଦେଖିଲି ଡଙ୍ଗା ଭଳିଆ ଗୋଟେ ଜାହାଜ, ଯେଉଁଟାକି ଅତି ସୁନ୍ଦର ଲାଗୁଛି ଦେଖିବା ପାଇଁ। ଆଉ ବସିଲେ ମଧ୍ୟ ବହୁତ ମଜା ଆସିବ, କିନ୍ତୁ ମୁଁ ଏଠାରେ କେବେ ବସିନାହିଁ। ଆଉ କେମିତି ଲାଗେ, ଯିଏ ବସିଥିବ ସିଏ ହିଁ ଜାଣିଥିବ। ଚାଲନ୍ତୁ ଆଉ କ'ଣ ଆଗକୁ ଅଛି ଦେଖିବା। ପାଖରେ ଅଛି ଆମର ରାମଦୋଳି। ଇଏ ହେଉଛି ଉପର ନଜାରା, ଯେଉଁଟାକି ଆପଣଙ୍କର ଭୁବନେଶ୍ୱର ବାଲିଯାତ୍ରାର ଗୋଟେ ଛୋଟିଆ ଜାଗାରେ ଛୋଟ ଭାବରେ ହେଉଛି, କିନ୍ତୁ ବହୁତ ସୁନ୍ଦର। ବହୁତ ଗୁଡ଼ିଏ ଦୋକାନ ବଜାର ଲାଗିଛି, ଦୋଳି ଲାଗିଛି। ଛୋଟ ଛୁଆମାନଙ୍କର ତାଙ୍କର ସବୁ ଜିନିଷ ଅଛି। ଉପରେ ଦେଖନ୍ତୁ, ଏଇଟା ଆମର ରୋଡ୍ ସାଇଡ୍ ତଳେ ଗୋଟେ ବାଲି ଜାଗାରେ ନିହାତି ହେଉଛି। ଏଇଟା ହେଉଛି ମୌତ କା କୁଆଁ। ଛୁଆବେଳେ ଦେଖିଥିଲି, କିନ୍ତୁ ଏବେ ଦେଖିଲି ବହୁତ ଖୁସି ଲାଗିଲା, ଆଉ ମଜା ମଧ୍ୟ ଲାଗିଲା। এটা ଦେଖନ୍ତୁ, ଦୋଳି ଫୋଳି ଲାଗିଛି, ବହୁତ ଲୋକ ଆସିଛନ୍ତି। ଏକା ସାଙ୍ଗରେ ଦୁଇଟା ଯାକ ବାଲିଯାତ୍ରା ଆରମ୍ଭ ହୋଇଛି, ଯେଉଁଟାକି କଟକର ଐତିହାସିକ ବାଲିଯାତ୍ରା ଆଉ ଭୁବନେଶ୍ୱରର ବାଲିଯାତ୍ରା। ଏଇଟା ଗୋଟେ ବଢ଼ିଆ କରିଛନ୍ତି ବେଲୁନ୍ ଭଳିଆ। ସେଠି ଲେଖା ହେଇଛି ଏକାମ୍ର କ୍ଷେତ୍ର ବାଲିଯାତ୍ରା। ଆଉ ଟିକେ ସମୟ ମଧ୍ୟରେ ଆମର ମୌତ କା କୁଆଁ ଆରମ୍ଭ ହୋଇଯିବ। ଆଉ ବାଇକର ମାନେ ତାଙ୍କର ଗାଡ଼ି ଫାଡ଼ି ଠିକ୍ ଠାକ୍ କରୁଛନ୍ତି, ସବୁ ଚେକ୍ ଚାକ୍ କରୁଛନ୍ତି। ଆଉ ବୁଲେଟ୍ ଭାଇ, ସିଏ ବି ତାଙ୍କର ଗାଡ଼ି ଷ୍ଟାର୍ଟ କରିସାରିଲେଣି। ଆଉ ଏଇ କଲର୍ର ବୁଲେଟ୍ ମୋ ପାଖରେ ମଧ୍ୟ ଅଛି। ମୁଁ ଏଇ ବୁଲେଟ୍ ଦେଖି ଭାବିଲି, ମୁଁ ତ କରିପାରିବି, କିନ୍ତୁ ଏହା ପାଇଁ ବହୁତ ଅଭ୍ୟାସ, ପ୍ରାକ୍ଟିସ୍ ଦରକାର, ଆଉ ସାହସ ବି ଦରକାର। ବିନା ସାହସରେ କିଛି ଜିନିଷ ହେଇପାରିବ ନାହିଁ। ଆଉ ନାଲି ସାର୍ଟ ବାଲା ଭାଇ ଆମର ଗୋଟେ ରାଉଣ୍ଡ ବୁଲେଇ ସାରିଲେଣି। ଆଉ ବୁଲେଟ୍ ଭାଇ ଆରମ୍ଭ କଲେଣି ଚଢ଼ିବା ପାଇଁ। ଆମର ମୌତ କା କୁଆଁ ଅତି ଚମତ୍କାର ଆଉ ଭୟାନକ। ଆସନ୍ତୁ ଦେଖିବା ସେଇ ମୌତ କା କୁଆଁର କେମିତି ସେମାନେ ଖେଳୁଛନ୍ତି। ଅତି ସୁନ୍ଦର ଭାବରେ ଚଢ଼ିଲେ ଧୀରେ ତଳୁ ଆସି ଉପରକୁ। ଯେତେବେଳେ ଗାଡ଼ି ଗୁଡ଼ା ଆମ ପାଖରେ ପାସ୍ କରୁଥାଏ, ମାନେ ସେଇ ଷ୍ଟେଜ୍ଟା ଯେଉଁ ପୁରା ଷ୍ଟେଜ୍ ବନ୍ଧା ହେଇଛି, ମାନେ ଖାଲି ଥରୁଥାଏ। ଧଡ଼ ଧାଡ଼ ଘଡ଼ଘଡ଼ ସାଉଣ୍ଡ ହେଉଥାଏ। ଖାଲି ଏମିତି ଲାଗୁଥାଏ କିଛି ଅସୁବିଧା ନ ହେଇଯାଉ। ଏ ଦେଖନ୍ତୁ, ବୁଲେଟ୍ ଭାଇ ଆମର ହାତ ଛାଡ଼ି ଦେଉଛନ୍ତି, ଛିଡ଼ା ହେଇଯାଉଛନ୍ତି। ମାନେ ପାଖାପାଖି 50-60 ବେଗରେ ଯାଉଛନ୍ତି। ଦେଖନ୍ତୁ, ଛିଡ଼ା ହେଇଗଲେ। ଏମିତି ଆପଣ କେବେ ଘରେ ଟ୍ରାଏ କରିବେ ନାହିଁ, କି କୌଣସି ଜାଗାରେ ଏହା ଦେଖିକି ଟ୍ରାଏ କରିବେ ନାହିଁ। କାରଣ ଏମାନେ ହେଉଛି ପ୍ରଫେସନାଲ। ସେମାନେ କରି ତାଙ୍କ ଅଭ୍ୟାସ, ପ୍ରାକ୍ଟିସ୍ ମେକ୍ ପରଫେକ୍ଟ। ସେଥିପାଇଁ ଦେଖନ୍ତୁ, ନାଲିଆ ସାର୍ଟ ଭାଇ, ତାଙ୍କର ଛୋଟିଆ ଗାଡ଼ି, ବାକି ବୁଲେଟ୍ଟା ଦେଖିବାକୁ ଭାରି ଚମତ୍କାର ଲାଗୁଛି। କାରଣ ବୁଲେଟ୍ଟା ଗୋଟେ ଭାରି ଗାଡ଼ି, ତା ଭିତରେ ମଧ୍ୟ ସେ ତାଙ୍କର ମାଡ଼ି ଚାଲିଛନ୍ତି ସେ ବୁଲେଟ୍ରେ। ଆଉ ମୁଁ ମଧ୍ୟ ଦେଖିବାରେ ଲାଗିଛି। ବଢ଼ିଆ ସୁନ୍ଦର ଲାଗୁଛି, ମାନେ ଆଶ୍ଚର୍ଯ୍ୟ ଲାଗୁଛି, ଆଉ ମଜା ବି ଆସୁଛି ଦେଖିକି। ଓହ, ସୁନ୍ଦର। ଆଉ ମଧ୍ୟ ମଝିରେ ଗୋଟେ 4 ଚକିଆ ଗାଡ଼ି ବି ଅଛି, ସେଇଟା ବୋଧେ ଚଲେଇବେ ନାହିଁ। ମୁଁ ଯେତେବେଳେ ଦେଖି ସାରିଲା ପରେ ପଚାରିଲି, ସେମାନେ କହିଲେ ନା, ଗାଡ଼ିଟି ଖରାପ ହେଇଯାଇଛି, ସେ ଚାଲିବ ନାହିଁ। ତେଣୁ ଏତିକି ଦେଖିଲୁ। ସେ ତ ଭାଇ ପୁରା ହାତ ଫାତ ଛାଡ଼ି ପୁରା ଛିନଛତର। ହାଲା ନାହିଁ ଭାଇ ଆଇଲେ, ଏଇଭଳିଆ ପୁରା। ଲୋକ ବି ପୁରା ସମସ୍ତେ ଦେଖିକି ପୁରା ଆଶ୍ଚର୍ଯ୍ୟ ଆଉ ମଜା ନେଉଛନ୍ତି। ଆଉ କେତେଜଣ ଲେଡ଼ିସ୍ ଡରିଗଲେ ମଧ୍ୟ, ଯେଉଁ ଭଳିଆ ସେ ଉପରଟା
ଭାଇବ୍ରେଟ୍ କରୁଛି ଭାଇବ୍ରେସନ ହଉଛି।